ढाबा रेस्टोरेंट स्टाइल खाଇବା ଯେମିତି ଆପଣମାନେ ଘରେ ପୁରା ଇଜିଲି ଘରେ ପ୍ରସ୍ତୁତ କରି ଖାଇପାରିବେ। ଆଜି ସେ ରେସିପିଟି ଆଜି ଆପଣମାନଙ୍କୁ ସେୟାର କରିବି। ଆଜି ଆମେ ପ୍ରସ୍ତୁତ କରିବା ବଟର ପନିର ରେସିପି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ପୁରା ଟ୍ରିକ୍ ସହିତ ଜାଣିପାରିବେ। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ମୁଁ ଏଠି 300 ଗ୍ରାମର ପନିର ନେଇଛି, ତାକୁ ପୁରା ସ୍କ୍ୱାର ପିସ୍ରେ ମୁଁ କଟିଂ କରିଦେଇଛି। ତ ଗୋଟେ ଆମେ ପ୍ରଥମେ ଗୋଟେ କରେଇ ନେବା, ସେଥିରେ ଅଳ୍ପ ଟିକେ ରିଫାଇନ୍ ତେଲ ଆଡ଼୍ କରିବା। ବଟର, ଯେହେତୁ ବଟର ପନିର ପ୍ରସ୍ତୁତ କରୁଛନ୍ତି, ଗୋଟେ ବଡ଼ ଚାମଚ ସେଥିରେ ବଟର ଆଡ଼୍ କରିବା। ଗୋଟା ମସଲା ଆପଣମାନଙ୍କୁ ଯାହା ବି ପସନ୍ଦ ଆପଣମାନେ ଏଠି ଆଡ଼୍ କରିପାରିବେ। ମୁଁ ଏଠି ଡାଲଚିନି, ଗୋଲମରିଚ, ଅଳେଇଚ ଆଡ଼୍ କରିଛି, ପୁଣି ସେଥିରେ ଚକ୍ରଫୁଲ ଆଡ଼୍ କରିଛି। ଟିକେ ଗୋଟା ମସଲା ଆମର ହାଲକା ଫ୍ରାଏ ହେଇସାରିବା ପରେ ଗୋଟେ ବଡ଼ ସାଇଜ୍ ପିଆଜକୁ ଆମେ ଛୋଟ ଛୋଟ ପିସେସ୍ରେ କଟିଂ କରି ସେଥିରେ ଆଡ଼୍ କରିଦେବା। ପିଆଜକୁ ଟିକେ ଆମେ ହାଲକା ବ୍ରାଉନ୍ କଲର୍ ହେବାକୁ ଦେବା। ସେଥିପାଇଁ ଦେଖନ୍ତୁ ଏଠି ମୁଁ କିଛି ଗୁଣ୍ଡ ମସଲା ନେଇଛି। ଗୁଣ୍ଡ ମସଲାରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର, ଧନିଆ ପାଉଡ଼ର ନେଇଛି, ପୁଣି ଗରମ ମସଲା ନେଇଛି। ତ ସାଇଡ଼ରେ ରଖିଦେବା ସେ ଗୁଣ୍ଡ ମସଲାକୁ। ଏଠି ନେବା ଆମେ ଅଦା ରସୁଣ ପେଷ୍ଟ। ଆମର ପିଆଜ ପୁରା ଫ୍ରାଏ ହେଇସାରିବା ପରେ ଆମେ ସେଥିରେ ଗୋଟେ ବଡ଼ ଚାମଚ ଅଦା ରସୁଣ ପେଷ୍ଟ ଦେବା। ଅଦା ରସୁଣ ପେଷ୍ଟର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଫ୍ରାଏ କରିବା। ଏ ଯେଉଁ ଗୁଣ୍ଡ ମସଲା ଆମେ ରଖିଥିଲେ ନା, ଏ ଗୁଣ୍ଡ ମସଲାକୁ ଆମେ ସେଥିରେ ବି ଆଡ଼୍ କରିଦେବା। ଗୁଣ୍ଡ ମସଲା ଆମର ହାଲକା ଫ୍ରାଏ ହେଇସାରିବା ପରେ ହାଫ୍ ଗିନା ସେଇଥିରେ ଆମେ ଖଟା ନଥିବା ଦହି ଆଡ଼୍ କରିବେ। ତ ଦେଖିବେ ସବୁବେଳେ ଫ୍ରେଶ୍ ଦହି ହିଁ ଆଡ଼୍ କରିବେ। ତ ଏବେ ଆମେ ଦହିକୁ ମସଲାକୁ ସେଇଥିରେ ଭଲସେ ଟିକେ ଆମେ କଷି ହେବାକୁ ଦେବା। ତ ଦେଖନ୍ତୁ ମସଲା ଆମର ପୁରା କଷି ବି ହେଇସାରିଲାଣି, ଚାରି ସାଇଡ଼୍ ପୁରା ତେଲ ବି ଦେଖାଗଲାଣି। ତ ପାଖରୁ ବି ଦେଖୁଛି, ଦେଖନ୍ତୁ ମସଲାର ବି ବହୁତ ବଢ଼ିଆ ପୁରା ଷ୍ଟ୍ରକ୍ଚର୍ ଆସିଛି। ତ ମସଲା ଆମର କଷି ହେଇସାରିବା ପରେ ଆମେ ଏଠି ଆଡ଼୍ କରିବା କାଜୁ, ମଗଜ। ଏଠି ମୁଁ 8ରୁ 10ଟି କାଜୁ, ଅଳ୍ପ ଟିକେ ମଗଜ ଗୋଟେ ପେଷ୍ଟ ପ୍ରସ୍ତୁତ କରିଦେଇଥିଲି। କାଜୁ ମଗଜର ପେଷ୍ଟକୁ ଆଡ଼୍ କରି ପୁଣି ଥରେ ଆମେ କଣ୍ଟିନ୍ୟୁ ପୁରା ଆକୁ ମିକ୍ସ କରିଦେବା। ମିକ୍ସ କରି ଆମେ ଭଲସେ ଟିକେ କଷି ହେବା ଯେଉଁ ପର୍ଯ୍ୟନ୍ତ ଆମର ପୁରା କ୍ରିମଲି ଷ୍ଟ୍ରକ୍ଚର୍ ନ ଆସିଛି। ଯେହେତୁ ଆମେ ଆଜି ରେଷ୍ଟୁରାଣ୍ଟ ଷ୍ଟାଇଲ୍ରେ ପ୍ରସ୍ତୁତ କରୁଛନ୍ତି, ତ ଯେହେତୁ ଆମେ ସେଥିରେ ଲୁଣ ବିଲକୁଲ ବି ଆଡ଼୍ କରିନଥିଲେ, ତ ଏବେ ଚାଲନ୍ତୁ ଦେବା ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଦେବା। ଲୁଣକୁ ଆଡ଼୍ କରି ଆମେ ଭଲସେ ଟିକେ କଷିଦେବା। ତ ଟିକେ ଫ୍ଲେଭରକୁ, ସ୍ୱାଦକୁ ବଢ଼ାଇବା ପାଇଁ ଆମେ ସେଥିରେ ଅଳ୍ପ ଟିକେ ଆଡ଼୍ କରିବା କସ୍ତୁରୀ ମେଥି। କସ୍ତୁରୀ ମେଥିକୁ ସବୁବେଳେ ଦେଖିବେ ହାତରେ କ୍ରସ୍ କରି ଆଡ଼୍ କରିବେ, ତ ତାର ଫ୍ଲେଭର ବହୁତ ବଢ଼ିଆ ପରେ ଆସିବ। ତ ମସଲାକୁ ଆମେ ଭଲସେ ଟିକେ କଷିବା। ଦେଖନ୍ତୁ ମସଲା ଆମର ପରଫେକ୍ଟଲି ପୁରା କଷି ବି ହେଇସାରିଲାଣି, ପୁରାପୁରି କ୍ରିମଲି ଷ୍ଟ୍ରକ୍ଚର୍ ବି ଆସିଗଲାଣି। ତ ଏବେ ଆମେ ଗୋଟେ ସାଇଡ଼୍ରେ ରଖିଦେବା। ଆମେ ପନିର ଯେ ରଖିଥିଲେ, ପନିରକୁ ଏବେ ଫ୍ରାଏ କରିବା। ତ ଗୋଟେ ଏଠି ପେନ୍ ନେବା, ପେନ୍ରେ ଅଳ୍ପ ଟିକେ ଆମେ ସେଥିରେ ରିଫାଇନ୍ ତେଲ ଆଡ଼୍ କରିବା। ଯେହେତୁ ବଟର ପନିର ପ୍ରସ୍ତୁତ କରୁଛନ୍ତି, ପନିରରେ ବି ଆମେ ଅଳ୍ପ ଟିକେ ସେଥିରେ ବଟରକୁ ଆଡ଼୍ କରିବା ଗୋଟେ ଚାମଚ। ପୁଣି ଅଳ୍ପ ଟିକେ ଆମେ କଲର୍ ପାଇଁ ହଳଦୀ, ପୁଣି ଅଳ୍ପ ଟିକେ ସେଥିରେ ଆଡ଼୍ କରିବା କାଶ୍ମୀର ରେଡ଼୍ ଚିଲି ଆଡ଼୍ କରିବା। ତ ଏଇସବୁ ଆଡ଼୍ କରିବା ସମୟରେ ଗ୍ୟାସ୍ ଫ୍ଲେମ୍ ପୁରା ସ୍ଲୋ ଫ୍ଲେମ୍ରେ ରଖିକିରି, ପୁରା ସ୍ଲୋ ଆଞ୍ଚରେ ରଖିକି ଏସବୁ ପ୍ରୋସେସ୍ ବନେଇବେ, ନହେଲେ ଦେଖିବେ ପୋଡ଼ିଯିବ ପୁରା। ତ এই ସମୟରେ ଆମେ ପନିରକୁ ଆଡ଼୍ କରିଦେବା। ପନିରକୁ ଆଡ଼୍ କରି ଟିକେ ହାଲକା ଫ୍ରାଏ କରିବା। ତ ଆପଣମାନେ ଚାହିଁଲେ ପନିରକୁ ପୁରା ଛାଣିକିରି ଗରମ ପାଣିରେ ବି ଆଡ଼୍ କରି ଆପଣମାନେ ଆକୁ ବନେଇ ପାରିବେ। କିନ୍ତୁ ଏଠି ମୁଁ ଦେଖନ୍ତୁ ପୁରା ସିମ୍ପୁଲରେ ଯେମିତି ଆପଣମାନେ ବନେଇକିରି ଖାଇପାରିବେ, ସେ ପ୍ରୋସେସ୍ଟି ଆପଣମାନଙ୍କୁ ଏଠି ମୁଁ ସେୟାର କରିଛି। ତ ଟିକେ ପନିର ଆମର ହାଲକା ଫ୍ରାଏ ହେଇସାରିବା ପରେ, ଟିକେ ହାଲକା କଲର୍ ଚେଞ୍ଜ ହେଇସାରିବା ପରେ ଆମେ ଦେବା ସେଇଥିରେ ସ୍ୱାଦ ଅନୁସାରେ ଅଳ୍ପ ଟିକେ ହିଁ ଲୁଣ ଆଡ଼୍ କରିବା। ଯେହେତୁ ଆମେ ମସଲାରେ ଲୁଣ ଆଡ଼୍ କରିଥିଲେ, ତ ଦେଖିକି ହିଁ ଲୁଣ ଆଡ଼୍ କରିବେ। ଟିକେ ପନିରକୁ ଆମେ କଣ୍ଟିନ୍ୟୁ ପୁରା ମିକ୍ସ କରି ଟିକେ ଆମେ ହାଇ ଫ୍ଲେମ୍ରେ ଟିକେ ଆକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଟିକେ ଫ୍ରାଏ କରିଦେବା। ତ ଦେଖନ୍ତୁ ପନିର ବି ଟିକେ ଆମର ହାଲକା ଫ୍ରାଏ ହେଇସାରିଲାଣି। ଯଦି ଦେଖିବେ ପନିରକୁ ଟିକେ ଅଧିକ ଫ୍ରାଏ କରିବେ ନା, ତ ଦେଖିବେ ପନିର ଟିକେ ହାର୍ଡ଼ ବନିଯିବ। ସେଥିପାଇଁ ଟିକେ ହାଲକା ହିଁ ଫ୍ରାଏ କରିବେ। ତ ଏବେ ଚାଲନ୍ତୁ ସେ ମସଲାରେ ଆମେ ତାକୁ ଆଡ଼୍ କରି ଟିକେ ଭଲସେ ଟିକେ ମିକ୍ସ କରିଦେବା। ଟିକେ ଆମେ ଅଳ୍ପ ଟିକେ ହିଁ ଗରମ ପାଣି ଆଡ଼୍ କରିବା। ଯେତିକି ଆପଣମାନେ ଗ୍ରେଭି ରଖିବାକୁ ଚାହୁଁଛନ୍ତି, ସେ ଅନୁସାରେ ସେଥିରେ ପାଣି ଆଡ଼୍ କରିବେ। ଆମେ ଟିକେ ଢକ୍କନକୁ ବନ୍ଦ କରି 2 ମିନିଟ୍ ପର୍ଯ୍ୟନ୍ତ ଟିକେ ଫ୍ରାଏ ହେବ। 2 ମିନିଟ୍ ପରେ ଦେଖନ୍ତୁ ଫାଇନାଲି ଆମର ପ୍ରସ୍ତୁତ ବି ହେଇସାରିଲାଣି ପନିର ବଟର ମସଲା। ତ ଆପଣମାନେ ଦେଖିକି ଜାଣିପାରୁଥିବେ ପୁରାପୁରି ରେଷ୍ଟୁରାଣ୍ଟ ଢାବା ଷ୍ଟାଇଲ୍ରେ ବନିଛି। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ, ଦେଖିବେ ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ବହୁତ ୟୁନିକ୍ ଲାଗିବ। ତ ଆପଣମାନେ ଗୋଟେ ପ୍ଲେଟ୍କୁ ବି ବାହାର କରି ଦେଖାଇ ଦେଉଛି, ଦେଖନ୍ତୁ ତାର ଗ୍ରେଭି ବି ବହୁତ ୟୁନିକ୍ ବନିଛି। ଆପଣମାନେ ରୁଟି ସହିତ, ଭାତ ଡାଲି ସହିତ ଖାଇପାରିବେ। ତ ଫାଇନାଲି ଆମର ବଟର ମସଲା ରେସିପି ପ୍ରସ୍ତୁତ ହେଇସାରିଛି, ପନିର ବଟର ମସଲା। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଯଦି ଭିଡ଼ିଓଟି ପସନ୍ଦ ଆସିଥିବ, ତାହେଲେ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ।